ଗ୍ୟାସ୍ ଚୁଲିରେ ରୋଷେଇ ଚାଲିଥିବା ସମୟରେ ଘଟିଲା ଅଘଟଣ, ଯାହାକି ଗ୍ୟାସ୍ ଚୁଲାରୁ ନିଆଁ ଲାଗି ଘର ପୋଡ଼ିଯିବା ସହିତ ଜଣେ ମହିଳା ଅତି ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସବଙ୍ଗ ପଞ୍ଚାୟତ ଅନ୍ତର୍ଗତ ହାଟୁଆରୀ ଗ୍ରାମର ସୁନିତା ଦାସ ନାମ୍ନୀ ଜଣେ ମହିଳା ଘରେ ରୋଷେଇ କରୁଥିବା ସମୟରେ କୌଣସି କାରଣବଶତଃ ହଠାତ୍ ଗ୍ୟାସ୍ ଚୁଲିରେ ନିଆଁ ଲାଗି ଯାଇଥିଲା। ତେବେ ସେହି ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ ଘର ପୋଡ଼ିଯିବା ସହିତ ମହିଳା ଜଣକ ଅତି ଗୁରୁତର ହୋଇଥିଲେ। ତେଣୁ ଏହି ଖବର ପାଇବା ପରେ ଅଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଗ୍ରାମବାସୀମାନେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ନେଇ ସିମୁଳିଆ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।